ମଣିଷ ସମୟ ପାଖରେ ହାରି ନଥାଏ, ମଣିଷ ହାରିଥାଏ ଲୋକଙ୍କ ଅଭିନୟ ପାଖରେ। କାରଣ କିଛି ଲୋକ ନିଜ ସ୍ୱାର୍ଥ ପାଇଁ ଏମିତି ଅଭିନୟ କରନ୍ତି, ତାଙ୍କୁ ବୁଝିବା ବହୁତ କଷ୍ଟକର ଅଟେ। ଯଦି ଆପଣ ଜୀବନରେ ଏକା ଚାଲୁଛନ୍ତି, ସମ୍ଭାଳି କରି ଚାଲନ୍ତୁ। ପଡ଼ିଗଲେ କେହି ଉଠେଇବେ ନାହିଁ। ମୁହଁରେ ସ୍ମାଇଲ୍ ରଖି ସେଲ୍ଫି ନିଶ୍ଚୟ ଉଠେଇବେ। କାରଣ ଏଇଟା ମୋବାଇଲର ଦୁନିଆ, ଇମୋସନର ନୁହେଁ। ଯଦି ତୁମେ କାହାକୁ ଅତି ସହଜରେ ମିଳିଯିବ ନା, ତୁମେ ଯେତେ ବି ମୂଲ୍ୟବାନ ହେଇଥାଉ ନା କାହିଁକି, ସେ ତୁମକୁ ଶସ୍ତା ଭାବି ନେବ। ଗୋଟିଏ ସୁନ୍ଦର ଜୀବନ ଏତେ ସହଜରେ ସୁନ୍ଦର ହୋଇଯାଇ ନଥାଏ। ଏଥିପାଇଁ ବହୁତ ଖରାପ ସମୟକୁ ଭେଟିବାକୁ ବି ପଡ଼ିଥାଏ। ଲେଖିପାରେ ଭୁଲ ପେନ୍ କରିପାରେ, କିନ୍ତୁ ପେନ୍ସିଲ ନୁହେଁ। କାରଣ ତା ପାଖରେ ତା ସାଙ୍ଗ ଥାଏ ରବର। ଠିକ୍ ସେହିପରି ଯେ ପର୍ଯ୍ୟନ୍ତ ଗୋଟିଏ ସଚ୍ଚା ସାଙ୍ଗ ତୁମ ପାଖରେ ଥିବ ନା, ସିଏ ତୁମ ଜୀବନର ସବୁ ଭୁଲକୁ ଲିଭେଇ ଆପଣଙ୍କୁ ଗୋଟିଏ ଭଲ ମଣିଷ କରି ଗଢ଼ି ତୋଳିବ। ମଣିଷ ଅନ୍ୟ କାହାର ଦୁଃଖ କଷ୍ଟକୁ ସେ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ବୁଝିପାରି ନଥାଏ, ଯେ ପର୍ଯ୍ୟନ୍ତ ତା ନିଜ ଜୀବନରେ ଦୁଃଖ କଷ୍ଟ ଆସିନଥାଏ। ଜୀବନକୁ ନେଇ ଏତେ ବି ଅହଙ୍କାର କର ନାହିଁ। ଏ ସମୟର ସମୁଦ୍ରରେ କେତେ ଯେ ସିକନ୍ଦର ବୁଡ଼ିଗଲେଣି, ତାର ହିସାବ ନାହିଁ। ଯିଏ ତୁମକୁ ନେଇ ଖୁସି ନାହିଁ, ତାକୁ ଛାଡ଼ିଦେବା ହିଁ ଭଲ। କାହିଁକି ନା ବୋଝ ହୋଇ ରହିବା ଅପେକ୍ଷା ସ୍ମୃତି ହୋଇ ରହିବା ବହୁତ ଭଲ। ଏମିତି ସାଥୀ ତ ବହୁତ ମିଳିବେ, ଯିଏ ସାର୍ଟ ପକେଟରେ କେତେ ପଇସା ଅଛି ନ ଦେଖି କହିପାରିବେ, କିନ୍ତୁ ମୋତେ ଏମିତି ସାଥୀ ଦରକାର ଯିଏ ପକେଟ ତଳେ ଥିବା ଛାତି ତଳେ କେତେ ଦୁଃଖ ଅଛି କେବଳ ମୁହଁ ଦେଖି ଜାଣିପାରିବ। ଯଦି କେହି ଆମକୁ କଷ୍ଟ ଦେଉଛି ତ ଆମେ ଚୁପ୍ ରହିବା ଦରକାର। କାରଣ ଆମେ ଜବାବ ନଦେଲେ କ'ଣ ହେଲା, ସମୟ ନିଶ୍ଚିତ ଏହାର ଜବାବ ଦେଇଥାଏ। ଜୀବନରେ ସେହି ମଣିଷକୁ କେବେ ହଜେଇ ଦିଅ ନାହିଁ, ଯିଏ ନିଜେ ରାଗି ଯାଇ ପୁଣି ନିଜେ ତୁମ ପାଖରେ କାନ୍ଦି ପକାଏ। କାରଣ ସେହି ମଣିଷ ତୁମକୁ ବହୁତ ଭଲ ପାଏ। ଯେବେ କାହା ମନରେ ସନ୍ଦେହ, ମୁଣ୍ଡରେ ଜିଦି ଏବଂ କଥାରେ ଯୁକ୍ତିତର୍କ ଚାଲି ଆସେ, ଜାଣିନିଅ ସେହି ସମ୍ପର୍କ ଶେଷ ନିଶ୍ୱାସ ନେଉଛି। ସବୁ ସ୍ଥାନରେ କେବଳ ଜିତିବା ବ୍ୟକ୍ତି ମହାନ ହୋଇନଥାଏ, ବରଂ କେଉଁଠି କେତେ ହାରିବାକୁ ହେବ ଏହା ଜାଣିଥିବା ବ୍ୟକ୍ତି ମହାନ ହୋଇଥାଏ। ସମ୍ପର୍କକୁ ସମ୍ମାନ ଦେଲେ ହିଁ ଆପଣ ସମ୍ମାନ ପାଇବେ। ନହେଲେ ଏମିତି ଏକ ଦିନ ଆସିବ, ସମ୍ପର୍କ ତ ଥିବ କିନ୍ତୁ ଆପଣାର କେହି ନଥିବେ। ଯେଉଁ ପର୍ଯ୍ୟନ୍ତ କୌଣସି ବିଷୟରେ ଜାଣିନାହାନ୍ତି, ସେତେବେଳେ ଚୁପ୍ ରହିବା ହିଁ ଭଲ ହୋଇଥାଏ। କାରଣ ଅର୍ଦ୍ଧ ସତ୍ୟ ସମ୍ପୂର୍ଣ୍ଣ ମିଥ୍ୟା ଠାରୁ ମଧ୍ୟ ଅଧିକ ଭୟଙ୍କର ହୋଇଥାଏ। କାହା ହୃଦୟରେ ପ୍ରେମ ଯୋଗେଇ ଦେଇ ତାକୁ ଛାଡ଼ିଦେବା ତାକୁ ହତ୍ୟା କରିବା ସହ ସମାନ ହୋଇଥାଏ। ପ୍ରେମରେ ଦୂରତା ସେ ଜାଣିଥାଏ ଯେ ହୃଦୟରୁ ପ୍ରେମ କରିଥାଏ। କାରଣ ପ୍ରକୃତ ପ୍ରେମରେ କିଛି ମିଳୁ କି ନ ମିଳୁ, କିନ୍ତୁ ବହୁତ କଷ୍ଟ ଆଉ ଲୁହ ନିଶ୍ଚୟ ମିଳିଥାଏ। ଦୁଃଖରେ ନିଜର ଗୋଟିଏ ଆଙ୍ଗୁଳି ଲୁହ ପୋଛିଥାଏ, ଆଉ ସୁଖରେ 10 ଆଙ୍ଗୁଳି ତାଳି ବଜେଇଥାଏ। ଯେବେ ନିଜର ଶରୀର ଏମିତି କରିଥାଏ, ତ ଦୁନିଆ ପାଖରୁ ଅଧିକ କ'ଣ ଆଶା କରାଯାଇପାରେ? ପ୍ରେମ ପ୍ରଥମ କି ଦ୍ୱିତୀୟ ହୋଇନଥାଏ, ପ୍ରେମ ତ ତାହା ହୋଇଥାଏ ଯାହା ହେଲା ପରେ ପୁଣି ଥରେ ହୋଇନଥାଏ। ବଡ଼ ମଣିଷ ତ ସେ ହୋଇଥାଏ ଯେ ପାଖରେ ବସିଥିବା ବ୍ୟକ୍ତିଙ୍କୁ ଛୋଟ ହେବାକୁ ଦେଇନଥାଏ।